ଟମାଟୋରେ ତ ଆପଣମାନେ ଅନେକ ରେସିପି ବନେଇ ଖାଇଥିବେ କିନ୍ତୁ ଏମିତି ନୂଆ ପ୍ରୋସେସରେ ଥରେ ବନେଇକି ଦେଖନ୍ତୁ। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। କେତେବେଳେ ଥାଳିଏ ଭାତ ଖାଇଯିବେ ଜାଣି ହିଁ ପାରିବେନି। ରୁଟି ହଉ କି ଭାତ ହଉ କି ପରଟା ହଉ ଦେଖିବେ ସବୁଥିରେ ଜବରଦସ୍ତ ଲାଗିବ। ଆଉ ଦେଖିବେ ସମସ୍ତେ ହାତ ଚାଟି ଖାଇବେ ଏତେ ସ୍ୱାଦିଷ୍ଟ ରେସିପି। ଆପଣମାନେ ଦେଖି ଜାଣିପାରୁଥିବେ କେତେ ସ୍ୱାଦିଷ୍ଟ ବନିଥିବ। ଏ ନ୍ୟୁ ଷ୍ଟାଇଲରେ ଆଜି ଆମେ ପ୍ରସ୍ତୁତ କରିବା ଟମାଟୋର ଏକ ନୂଆ ରେସିପି। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି ଟମାଟୋ ନେବା। ଏଠି ମୁଁ ଟମାଟୋକୁ ଭଲସେ କ୍ଲିନ୍ କରି ଧୋଇ ଦେଇଛି। ଏବେ ଚାଲନ୍ତୁ ଟମାଟୋକୁ ଆମେ କଟିଂ କରିବା। ତ ଏଠି ଆମେ ଟମାଟୋକୁ ପୁରା ଛୋଟ ଛୋଟ ପିସେସରେ ଆମେ କଟିଂ କରିଦେବା। ତ ଦେଖନ୍ତୁ ଏଭଳି ପ୍ରୋସେସରେ ପୁରା ଛୋଟ ଛୋଟ ପିସେସରେ କଟିଂ କରିବେ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗେ ଫ୍ରେଣ୍ଡସ୍। ଏହି ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ। ଆଜି ଆମେ ଆନ୍ଧ୍ରା ଷ୍ଟାଇଲରେ ଟମାଟୋ ରେସିପି ପ୍ରସ୍ତୁତ କରିବା। ତ ଦେଖନ୍ତୁ ଏଇଠି ମୁଁ ଟମାଟୋକୁ ଏଭଳି ପ୍ରୋସେସରେ ପୁରା କଟିଂ କରିଦେଲି। ସେମ୍ ପ୍ରୋସେସରେ ନା ଆମେ ସବୁ ଟମାଟୋକୁ ଏବେ କଟିଂ କରିଦେବା। ତ ଆପଣମାନେ ଚାହିଁଲେ ଏଠି ଆପଣମାନଙ୍କ ମନପସନ୍ଦ ଅନୁସାରେ ଯେତିକି ଚାହିଁବେ ସେ ଅନୁସାରେ ଏଠି ବନେଇ ପାରିବେ। ଆଉ ଥରେ ବନେଇଲେ 6 ମାସ ପର୍ଯ୍ୟନ୍ତ ଆକୁ ରଖିକି ଖାଇପାରିବେ। ଦେଖିବେ ପୁରା ମାନେ ବିନା ତରକାରୀରେ ଥାଳିଏ ଭାତ ଖାଇଯିବେ କେତେବେଳେ ଜାଣି ହିଁ ପାରିବେନି। ତ ଦେଖନ୍ତୁ ଏଠି ମୁଁ ସବୁତକ ଟମାଟୋକୁ ଏଠି କଟିଂ କରିଦେଲି। ଆଉ ଗୋଟେ ଆମେ କ'ଣ କରିବା, ପ୍ଲେଟ୍କୁ ବାହାର କରିଦେବା। ତ ଚାଲନ୍ତୁ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ତାପରେ ଗୋଟେ ଆମେ ଜାର୍ ନେବା। ସେ ଜାର୍ରେ ଆମେ ସବୁତକ ଟମାଟୋକୁ ଏଡ଼୍ କରିଦେବା। ଯେତିକି ଟମାଟୋରେ ବନେଇବାକୁ ଚାହିଁବେ ସେ ଅନୁସାରେ ତାକୁ ଜାର୍, ଯଦି ଅଧିକା ଟମାଟୋ ନେଉଛି ତାହେଲେ 2ରୁ 3 ଥର ଆପଣମାନେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିପାରିବେ ୟାକୁ। ତ ଏଠି ଦେଖନ୍ତୁ ଗୋଟେ ଜାର୍ ଟମାଟୋ ମୁଁ ଏଥିରେ ପୁରା ନେଇଛି। ଆଉ ଖଟାଳିଆ ସ୍ୱାଦ ପାଇଁ ଆମେ ଏଡ଼୍ କରିବା ତେନ୍ତୁଳି। ତେନ୍ତୁଳି ବଦଳରେ ଆପଣମାନେ ଆମ୍ବୁଲ ବି ଏଡ଼୍ କରିପାରିବେ। ଯଦି ତେନ୍ତୁଳି ଆମ୍ବୁଲ ଏଡ଼୍ କରିବାକୁ ଚାହୁଁନାହାନ୍ତି ତାହେଲେ ଆପଣମାନଙ୍କୁ ଆଗକୁ ମୁଁ କହିବି କ'ଣ ଏଡ଼୍ କଲେ ଦେଖିବେ 6 ମାସ ପର୍ଯ୍ୟନ୍ତ ରହିବ। ତ ଏବେ କ'ଣ କରିବେ, ଆକୁ ଆମେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଆମେ ଫାଇନ୍ ପେଷ୍ଟ ବନେଇଦେବା। ତାପରେ ଆମେ ସେଥିରେ କ'ଣ କରିବା, ରସୁଣକୁ ଏଡ଼୍ କରିଦେବା। ଆଉ ଯେତିକି ଆପଣମାନେ ନେଇଥିବେ ଟମାଟୋ ସେ ଅନୁସାରେ ସ୍ୱାଦ ଅନୁସାରେ ଦେଇଦେବେ ଲୁଣ। ଆଉ ସେଥିରେ ଆମେ ଏଡ଼୍ କରିଦେବା ଲଙ୍କାଗୁଣ୍ଡ। ଲଙ୍କାଗୁଣ୍ଡ ବଦଳରେ ଆପଣମାନେ ଶୁଖିଲା ଲଙ୍କା ବି ଏଡ଼୍ କରିପାରିବେ, କଞ୍ଚା ଲଙ୍କା ବି ଏଡ଼୍ କରିପାରିବେ ଆପଣମାନଙ୍କର ମନପସନ୍ଦ ଅନୁସାରେ। ଆଉ ଯେତିକି ରାଗ ଖାଇବେ କି ଯେତିକି ଲୁଣି ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ଏଡ଼୍ କରିବେ। ତ ଏବେ ଆମେ ଭଲସେ ଟିକେ ଆକୁ ମିକ୍ସ କରିଦେବା। ଏଭଳି ପ୍ରୋସେସରେ ମିକ୍ସ କରିସାରିବା ପରେ ଆକୁ ଆମେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଆମେ ଫାଇନ୍ ପେଷ୍ଟ ବନେଇକି ରେଡ଼ି କରିଦେବା। ତ ଯେହେତୁ ଆମେ ଏଥିରେ ଟିକେ କଳା ପଡ଼ିଯାଇଥିଲା ବା ପୁରୁଣା ତେନ୍ତୁଳିଟା ମୁଁ ଏଡ଼୍ କଲି, ସେଥିପାଇଁ ଟିକେ ହାଲକା ବ୍ଲାକ୍ ଆସିଲା କିନ୍ତୁ ବହୁତ ବଢ଼ିଆ କଲର୍ ବି ଆସିଲା। ଆମେ ସେଥିରେ ଯେହେତୁ ଏଥିରେ ମୁଁ ଲାଲ ଲଙ୍କାଗୁଣ୍ଡ ଏଡ଼୍ କଲି ସେଥିପାଇଁ ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଯାଇଛି। ତ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ଆଉ ଦେଖନ୍ତୁ କେତେ ବଢ଼ିଆ ଗୋଟେ ପେଷ୍ଟ ବନିକି ରେଡ଼ି ହେଇଛି। ତାପରେ ଗୋଟେ କରେଇ ନେବା, ସେଇଥିରେ ଏଡ଼୍ କରିଦେବା ଆମେ ସୋରିଷ ତେଲ। ସୋରିଷ ତେଲ ବଦଳରେ ଆପଣମାନେ ଏଠି ରିଫାଇନ୍ ତେଲ ବି ଏଡ଼୍ କରିପାରିବେ। ତ ଏଠି ଦେଖନ୍ତୁ ମୁଁ ସୋରିଷ ତେଲ ଆଉ ରିଫାଇନ୍ ତେଲ ଅଳ୍ପ ଟିକେ ମିକ୍ସ କରି ଏଡ଼୍ କଲି। ଆଉ ସେଥିରେ ତେଲ ପୁରା ଗରମ ହେଇସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଶୁଖିଲା ଲଙ୍କା। ଦେଖନ୍ତୁ ଏଠି 2ରୁ 3ଟି ଶୁଖିଲା ଲଙ୍କାକୁ ମୁଁ ପୁରା ଖଣ୍ଡ କରି ଏଡ଼୍ କରିଛି। ଆଉ ସେଥିରେ ବଡ଼ ଗୋଟେ ଚାମଚ ସୋରିଷ ଏଡ଼୍ କରିବା। ଆଉ ଗୋଟେ ବଡ଼ ଚାମଚ ସେଥିରେ ଏଡ଼୍ କରିଦେବା ବିରି। ଯଦି ଆପଣମାନେ ଚାହିଁବେ ତାହେଲେ ବୁଟ ଡାଲି ବି ଏଡ଼୍ କରିପାରିବେ। ତାପରେ ଭଲ ଯେମିତି ଫ୍ଲେଭର ଆସିବ ସେଇଥିପାଇଁ ଆମେ ରସୁଣକୁ ଛେଚିକିରି ଏଡ଼୍ କରିବା। ତ ଦେଖନ୍ତୁ ଏଭଳି ପ୍ରୋସେସରେ ଟିକେ ମିକ୍ସ କରିଦେବେ। ମୋ ପାଖରେ ଭୃସଙ୍ଗ ପତ୍ର ନଥିଲା ତ ମୁଁ ଏଠି ସ୍କିପ୍ କରୁଛି। ଆପଣମାନେ ଚାହିଁଲେ ଏଠି ଏହି ସମୟରେ ଭୃସଙ୍ଗ ପତ୍ର ଏଡ଼୍ କରିପାରିବେ। ଏ ଗୋଟେ ରେସିପିରେ ଆପଣମାନେ 2ଟି ସ୍ୱାଦ ପାଇବେ। ଦେଖିବେ ଯେମିତି ଟମାଟୋ ଆଚାର ଖାଇଲା ଭଳି ଲାଗିବ ଆଉ ଟମାଟୋ ଚଟଣି ଖାଇଲା ଭଳି ଲାଗିବ, ବହୁତ ସ୍ୱାଦିଷ୍ଟ ଲାଗେ ଫ୍ରେଣ୍ଡସ୍। ଆପଣମାନେ 6 ମାସ କ'ଣ ଗୋଟେ ମାସରେ ବି ଦେଖିବେ, ମାନେ ମାସେ ପର୍ଯ୍ୟନ୍ତ ବି ଯିବନି। 10ରୁ 15 ଦିନରେ ଆପଣମାନେ ଯଦି କରେଇଠି ବି ବନାଉଛନ୍ତି ନା ତାହେଲେ ବି ସରିଯିବ। ତ ଏବେ କ'ଣ କରିବେ, ଆମେ ଯେଉଁ ବାଟିକି ରଖିଛନ୍ତି ତାକୁ ସେଥିରେ ସେ ଟମାଟୋକୁ ଏଡ଼୍ କରିଦେବା। ଆଉ ସେଥିରେ କଲର୍ ଯେମିତି ଭଲ ଆସିବ ସେଥିପାଇଁ ହଳଦୀ ଗୁଣ୍ଡ ଦେଇଦେବା ହାଫ୍ ଚାମଚ। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରିକି ଆମେ ଏହି ସମୟରେ ଗ୍ୟାସ୍ ଆଞ୍ଚ ପୁରା ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଆକୁ ଆମେ ଫୁଟାଇବା। ଯେଉଁ ପର୍ଯ୍ୟନ୍ତ ତେଲ ପୁରା ଉପରକୁ ଆସିଯାଇଛି, ପୁରା ତା'ର କଲର୍ ଯେଉଁ ପର୍ଯ୍ୟନ୍ତ ନ ଚେଞ୍ଜ ହେଇଛି ସେ ପର୍ଯ୍ୟନ୍ତ ଆକୁ ଆମେ ଫ୍ରାଏ କରିବା। ତାପରେ ଦେଖନ୍ତୁ ଏଇଠି ମୁଁ କ'ଣ କରିବା ନା, ଅଳ୍ପ ଟିକେ ମୁଁ ଯେଉଁ ପାଉଡ଼ରଟା ସ୍ପେଶାଲ୍ ମସଲାଟା ଏଡ଼୍ କଲି, ଏଇ ସ୍ପେଶାଲ୍ ମସଲାଟା ଥରେ ବନେଇକି ଦେଖନ୍ତୁ। ପୁଣି ସେଥିରେ ମେଥି ଆଉ ପୁଣି ସୋରିଷ ଗୋଟେ ବଡ଼ ଚାମଚ ତାକୁ ହାଲକା ଭାଜିଦେଲି। ତ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ସେ ସ୍ପେଶାଲ୍ ମସଲାଟାକୁ ଏଡ଼୍ କଲି। ପୁଣି ଥରେ 10ରୁ 15 ମିନିଟ୍ ଏଇଭଳି ପ୍ରୋସେସରେ ଦେଖନ୍ତୁ ମୁଁ ଫୁଟିବାକୁ ଦେଲି। ଛିଟକା ଯେମିତି ଉପରକୁ ତେଲରେ ଆସିବ ସେଥିପ୍ରତି ଟିକେ ଧ୍ୟାନ ଦେବେ। ତାପରେ ଏଇଭଳି ଦେଖନ୍ତୁ ବନେଇବା ସମୟରେ କ'ଣ କରିବେ ନା, କଭରକୁ ଟିକେ ବନ୍ଦ କରିଦେବେ ଯଦି, ତାହେଲେ ଦେଖିବେ ଏ ତେଲର ଛିଟକାଟା ଉପରକୁ ଆସିବନି, ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଏଭଳି ପ୍ରୋସେସରେ ଟିକେ ମିକ୍ସ କରୁଥିବେ ରହିକା। ତାପରେ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ପୁରା
पूरापूरी एठी हमर टमाटर कलर पूरा चेंज हो सारा आ तेल केते सारा पूरा उपरକୁ आसीगलानी तो जानदेवे जे परफेक्टली हमर रेसिपीटी बनिकी रेडी हो सारानी। जदि अधिका दिन ପାଇଁ बनेଇକି ରଖିବାକୁ ଚାହୁଁଛନ୍ତି ତାହେଲେ ତେଲ ଟିକେ ଯଦି ଅଧିକା ଏଡ୍ କରିବେ ତାହେଲେ ଦେଖିବେ ବିଲକୁଲ ଖରାପ ହବନି। ପୁରା ଆରାମସେ ବିନା ଖରାରେ ଶୁଖେଇକିରି ଆପଣମାନେ ଟମାଟୋ ଆଚାର ବନେଇକି ରେଡ଼ି କରିପାରିବେ। ତ ଦେଖନ୍ତୁ ଫାଇନାଲି ଆମର ପୁରା ମାର୍କେଟ ଷ୍ଟାଇଲର ବନେଇକି ରେଡ଼ି ହେଇସାରିଛି ଟମାଟୋ ଆଚାର ପୁରା ମାନେ ଦେଖିବେ ମାର୍କେଟରୁ ବି ବହୁତ ସ୍ୱାଦିଷ୍ଟ ଥିଲା। ଆପଣମାନେ ଏଇ ତରିକାରେ ଥରେ ବନେଇକି ଦେଖନ୍ତୁ ଆଉ ସ୍ୱାଦ ହିଁ ଭୁଲି ପାରିବେନି। ଟମାଟୋ ସରିବା ଆଗରୁ ଯେହେତୁ ଏବେ ଟମାଟୋ ମାର୍କେଟରେ ପୁରା ଶସ୍ତା ହେଇଯାଇଛି ତ 20 ଟଙ୍କା ଟମାଟୋରେ ଆପଣମାନେ ଏଠି ପୁରା 100 ଟଙ୍କାର ଆଚାର ବନେଇକି ରେଡ଼ି କରିପାରିବେ। ବହୁତ ବଢ଼ିଆ ଲାଗୁଥିଲା। ତ ଆପଣମାନେ ୟାକୁ ଭାତ ସହିତ ରୁଟି ସହିତ ଖାଇବେ ନା ବହୁତ ବଢ଼ିଆ ଲାଗିବ। ଛୋଟ ଛୁଆମାନଙ୍କୁ ବି ଦେବେ, ସେମାନେ ବି ଦେଖିବେ ମାନେ ମାଗି ମାଗି ଖାଇବେ। ଏତେ ଚଟପଟା ଏତେ ଟେଷ୍ଟି ବି ରହିଥିଲା। ଆଉ ଏଠି ମୁଁ ଯେହେତୁ ଆପଣମାନେ ଚାହିଁଲେ ଏଠି ଭିନେଗାର ଏଡ୍ କରିପାରିବେ। ଯଦି ତେନ୍ତୁଳିକୁ ସ୍କିପ୍ କରୁଛନ୍ତି ତାହେଲେ ଦେଖିବେ ଭିନେଗାର ଏଡ୍ କରିକିରି ପୁଣି ଥରେ ମିକ୍ସ କରିକି ଆପଣମାନେ ଆଚାରକୁ ଡବାରେ ଭରି ରଖିବେ ଯଦି ସେ ଦେଖିବେ 6 ମାସ ପର୍ଯ୍ୟନ୍ତ ରହିବ। ତ ବିନା ଖରାରେ ଶୁଖେଇକିରି ବି ବହୁତ ବଢ଼ିଆ ବନିକି ରେଡ଼ି ହେବ ଆଚାର ରେସିପିଟି। ତ ଏଇଠି ଖଟାଳିଆ ସ୍ୱାଦ ପାଇଁ ଯେହେତୁ ମୁଁ ତେନ୍ତୁଳି ଏଡ୍ କରିଛି ତ ମୁଁ ଏଠି ଭିନେଗାରକୁ ସ୍କିପ୍ କରିଦେଇଛି। ତ ଦେଖନ୍ତୁ ଆପଣମାନଙ୍କୁ ମୁଁ ଗୋଟେ ଡବା ବି ବାହାର କରି ଦେଖେଇଦେଲି, ଗୋଟେ ଗିନା ବି ବାହାର କରି ଦେଖେଇଦେଲି। କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଗଲାଣି। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଫାଇନାଲି ଆମ ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଯଦି ଆପଣମାନେ ଘରେ ବନାଉଛନ୍ତି ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।